ଝିପ୍ ଝିପ୍ ବର୍ଷା, ପାହାଡ଼ିଆ ସନ୍ଧ୍ୟା, ସରୀସୃପ ମାନଙ୍କର ଚି ଚି ଶବ୍ଦ, ନିର୍ଜନ ଜଙ୍ଗଲର ରାସ୍ତା। ଗଛ ପତ୍ରରୁ ଟପ୍ ଟପ୍ ଖସି ପଡ଼ୁଥିଲା ବର୍ଷାର ବିନ୍ଦୁ। ଏକଦମ୍ ସୁନସାନ୍ ସବୁଜିମା ଲମ୍ବା ରାସ୍ତାରେ ରବି ସେଦିନ ତାର ଅଫିସ୍ କାମ ସାରି ରେନ୍‌କୋଟ୍ ପିନ୍ଧି ଥଣ୍ଡା ଥଣ୍ଡା ପବନରେ ଘରକୁ ଫେରୁଥିଲା। ଲିଫ୍ଟ 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 ପ୍ଲିଜ୍। ଏକ ତରୁଣ ବୟସ୍କ ଅଧା ଜୁଡ଼ୁବୁଡ଼ୁ ଯୁବତୀ। ପୁଣି ସନ୍ଧ୍ୟା ସମୟ। ଆଗକୁ କିମ୍ବା ପଛକୁ କେହି କୋଉଠି ଦୃଶ୍ୟମାନ ହେଉନାହାନ୍ତି। ଏକା ଯୁବତୀ, ପୁଣି ଏତେ ନିର୍ଜନ ଜଙ୍ଗଲ। ରବି ମନକୁ ମନ ଆଶ୍ଚର୍ଯ୍ୟ ହୋଇ ତାର ବାଇକ୍‌କୁ ରଖିଦେଲା। ରବି ପଚାରିଲା, ମ୍ୟାଡାମ୍, ଆପଣ କେଉଁଠିକୁ ଯିବେ କି? ମୁଁ ଟିକେ ଆଗ ଛକ ଯାଏ ଯାଇଥାନ୍ତି, ମ୍ୟାଡାମ୍ କହିଲେ। ଆଚ୍ଛା, ଠିକ୍ ଅଛି ମ୍ୟାଡାମ୍, ବସନ୍ତୁ। ରବି ବାଇକ୍‌କୁ ଷ୍ଟାର୍ଟ କଲା। କିଛି ରାସ୍ତା ଗଲା ପରେ ରବି ପଚାରିଲା, ମ୍ୟାଡାମ୍, ଆପଣ ଏଠି ଏକା କ'ଣ କରୁଥିଲେ? କେହି ତ କୋଉଠି ଦିଶୁନାହାନ୍ତି। ପ୍ରାୟ ଅନ୍ଧାର ହେଇଗଲାଣି। ଏତେ ନିର୍ଜନ ଜଙ୍ଗଲରେ ଏକା ଏକା ଯୁବତୀ ବୁଲିବା ଠିକ୍ ନୁହେଁ। ଆଉ କେବେ ଏମିତି କରିବେ ନାହିଁ। ସବୁବେଳେ ଯେ ଭଲ ଲୋକ ଲିଫ୍ଟ ଦେବେ ସେମିତି କିଛି ମାନେ ନାହିଁ। ଆପଣ କିଛି ଉତ୍ତର ଦେଉନାହାନ୍ତି ଯେ ମ୍ୟାଡାମ୍। ହଉ ଠିକ୍ ଅଛି, ମୁଁ ଅଛି ନା, କିନ୍ତୁ ମୁଁ ଆପଣଙ୍କୁ ଭଲ ଉପଦେଶ ଦେଉଛି। ମୋତେ କିଛି ବି ପଚାରନ୍ତୁ ନାହିଁ। ଦୟାକରି ଚୁପ୍‌ଚାପ୍ ବାଇକ୍ ଚଲାନ୍ତୁ, ମ୍ୟାଡାମ୍ କହିଲେ। ରବି ହସି ହସି କହିଲା, ଠିକ୍ ଅଛି ମ୍ୟାଡାମ୍, ଆପଣ ଆରାମରେ ବସନ୍ତୁ। ମୁଁ ଆଉ କିଛି ବି ପଚାରିବିନି। ଆଉ ଅଧଘଣ୍ଟା ପରେ ଆମେ ଆଗ ଛକରେ ପହଞ୍ଚିଯିବା। ରବି ତାର ବାଇକ୍‌ର ସ୍ପିଡ୍ ଆଉ ଟିକେ ବଢ଼େଇ ଦେଲା। କିଛି ସମୟ ପରେ ଏକ ସୁନସାନ୍ ଜାଗା ପଡ଼ିଲା। ଏକ ଯୁବତୀର କଣ୍ଠସ୍ୱର ଶୁଭିଲା, ମୋତେ ବଞ୍ଚାଅ, ବଞ୍ଚାଅ, ବଞ୍ଚାଅ କେହି, ପ୍ଲିଜ୍। ରବି କହିଲା, ମ୍ୟାଡାମ୍, ଆପଣ କିଛି ଶୁଣିପାରୁଛନ୍ତି? ହଁ, ଏକ ଯୁବତୀର ଚିତ୍କାର ମୁଁ ଶୁଣୁଛି, ମ୍ୟାଡାମ୍ କହିଲେ। ମୁଁ ବି ଠିକ୍ ଏଇଟା ହିଁ ଅନୁଭବ କରୁଛି, ରବି କହିଲା। ରବି ତାର ବାଇକ୍‌କୁ ରଖିଦେଲା। ମ୍ୟାଡାମ୍, ଏଇ ବାଟ ଦେଇ ଶବ୍ଦ ଆସୁଛି ନା? ହଁ, ଏଇ ବାଟ ଦେଇ ଆସୁଛି, ମ୍ୟାଡାମ୍ କହିଲେ। ରବି କହିଲା, ଚାଲନ୍ତୁ, ଶୀଘ୍ର ଯିବା। କାହାର ଜଣଙ୍କର ସହାୟତା ଦରକାର। ଚାଲନ୍ତୁ ମ୍ୟାଡାମ୍, ଶୀଘ୍ର ଚାଲନ୍ତୁ, ଟିକେ ଦୌଡ଼ନ୍ତୁ। ମୋ ପଛେ ପଛେ ଆସନ୍ତୁ। ମ୍ୟାଡାମ୍, ଗୋଡ଼ ଖସିଯିବ। ଓଦା ରାସ୍ତା, କଚା ରାସ୍ତାଗୁଡ଼ା। ଓହୋରେ, କି ରାସ୍ତା! ଏ ଅଦାଲତାଗୁଡ଼ାକୁ ଆଡ଼େଇ ଆଗକୁ ଗଲାବେଳକୁ ମୋ ଦେହ ସାରା ଓଦା ହେଇଗଲାଣି। ଓହୋରେ, କି ରାସ୍ତା! ମ୍ୟାଡାମ୍, ମୋ ପଛେ ପଛେ ଆସୁଛନ୍ତି ତ? ହଁ, ମୁଁ ଆପଣଙ୍କ ପଛେ ପଛେ ଯାଉଛି। ଆଉ ଟିକେ ଆଗକୁ ଚାଲନ୍ତୁ, ମ୍ୟାଡାମ୍ କହିଲେ। ମ୍ୟାଡାମ୍, ଆପଣ କେମିତି ଜାଣିଲେ ଆଉ ଟିକେ ଆଗକୁ? କାହିଁ, ଆଉ ତ କିଛି ବି ସ୍ୱର ଶବ୍ଦ ଶୁଭୁନି। ମୁଁ କହୁଛି, ଆଉ ଟିକେ ଆଗକୁ ଚାଲନ୍ତୁ, ଦେଖିବେ, ମ୍ୟାଡାମ୍ କହିଲେ। ରବି କହିଲା, ମ୍ୟାଡାମ୍, ଆମେ ପୁରା ଜଙ୍ଗଲ ମଝିରେ ହେଇଗଲେଣି। ମୋତେ ଡର ଲାଗିଲାଣି। ଏ ମୋବାଇଲ୍‌ର ଟର୍ଚ୍ଚଟାରେ ବି ଭଲସେ କିଛି ଦିଶୁନି। କାହିଁ କିଛି ଆଉ ସ୍ୱର ଶବ୍ଦ ଶୁଭୁନି ତ? ମ୍ୟାଡାମ୍, ଦେଖନ୍ତୁ ସିଆଡ଼େ। କିଏ ଗୋଟେ ଯୁବତୀଟା ପଡ଼ିଲା ଭଳିଆ ଲାଗୁଛି ତ। ରବି ତା ପାଖକୁ ଦୌଡ଼ି ଯାଇ ତାର ମୁହଁ ଉପରୁ ପତ୍ର କାଢ଼ି ଦେଖିଲା ବେଳକୁ ରବି ଆଶ୍ଚର୍ଯ୍ୟ। ମ୍ୟାଡାମ୍, ଆପଣ ଏଠି ମୃତ ଅବସ୍ଥାରେ, ଅଥଚ ମୋ ସାଙ୍ଗରେ ଏତେ ସମୟ ଧରି କିଏ ଗପୁଥିଲା? ରବି ପଛକୁ ଚାହିଁ ଦେଖିଲା ବେଳକୁ ମ୍ୟାଡାମ୍ ଅଦୃଶ୍ୟ କ୍ରମଶଃ। ଯଦି ଆପଣମାନଙ୍କୁ ଏ ଭିଡ଼ିଓ ଭଲ ଲାଗିଥିବ, ଲାଇକ୍, ସବସ୍କ୍ରାଇବ୍ ନିଶ୍ଚିନ୍ତ ଭାବରେ କରିବ ଓ କମେଣ୍ଟରେ କହିବେ এই ଭିଡ଼ିଓଟା କେମିତି ଲାଗିଲା। ଆଉ ନେକ୍ସଟ ଭାଗ ଦେଖିବାକୁ ଆମେ ଆଉ ଥରେ ଆଣିବୁ। ଧନ୍ୟବାଦ।